करुणामयी माँ परम प्रभु श्री अरविंद श्रीचरण कमल हृदय कृतज्ञता भरा प्रणाम। आज शुभ अपराह्न ग्राटिट्यूड 150 ऑनलाइन पाठशालार सम्मानास्पद विधान भाई पुष्पअपा एवं आरती अपा एवं उपस्थित समस्त मातृ अभिष्य अपा भाई को मोर आंतरिक विनम्र प्रणाम। माँ खोली दिया मोर अंतर दुआर अमा अंधकारे जोछना ढाली खोली दिया मोर अंतर दुआर अमा अंधकारे जोछना ढाली मथा पिटिबा मो सार हेउअछि मथा पिटिबा मो सार हेउअछि भितरु लागिछि वज्र शिकुली अमा अंधकारे जोछना ढाली खोली दिया मोर अंतर दुआर अमा अंधकारे जोछना ढाली खोली दिया मोर प्रतिकोषाणूर रुद्ध दुआर तुमरी लागी खोली दिया मोर अंधारी प्राण तुमरी परम परस लागी मो मनर सबु चिंता चेतना मो मनर सबु चिंता चेतना हेउ तो पादरे खेलिला कली भितरु लागिछि मो वज्र शिकुली खोली दिया मोर तुमरी आशीष योग्य केही तो विश्वरे होई नाही तुमरी साधना साधिबाकु मागो काहार बा साध्य काहीं काहार बा साध्य काहीं केवल करुणा जपी मु जाए तरली मागो भितरु लागिछि वज्र शिकुली खोली दिया मोर अंतर दुआर अमा अंधकारे जोछना ढाली मागो मथा पिटिबा मो
ସଂସାର ହେଉଅଛି ଭିତରୁ ଲାଗିଛି ବଜ୍ର ଶିକୁଳି ମା ଅମା ଅନ୍ଧକାରେ ଯୋଛନା ଢାଳି ମାଗୋ ଭିତରୁ ଲାଗିଛି ବଜ୍ର ଶିକୁଳି। ବନ୍ଦେ ମାତରମ୍। ପ୍ରଣାମ। ପରମ କରୁଣାମୟୀ ମା, ପରମ ପ୍ରଭୁ ଶ୍ରୀ ଅରବିନ୍ଦ ଆଜିର ଗ୍ରାଟିଚ୍ୟୁଡ 150 ଏ ଯୋଗ ଦେଇଥିବା ସବୁ ମାତୃପ୍ରେମୀ ଭାଇ ଓ ଭଉଣୀ ମାନଙ୍କୁ ମୁଁ ସ୍ୱାଗତ କରୁଛି ଏବଂ ପ୍ରଣାମ ଜଣାଉଛି। ଆଜିର ସ୍ୱାଧ୍ୟାୟ ଅଛି ଚେତନାର ଅଭିଯାତ୍ରାର ଚେତନା ସମ୍ପର୍କରେ। ଆମେ ସ୍ୱାଧ୍ୟାୟ କରିବାକୁ ଯିବା ପୂର୍ବରୁ ମୁଁ ଚେତନା ସମ୍ପର୍କରେ ସମ୍ୟକ ଏକ ସୂଚନା ଦଉଛି। ଯେତେବେଳେ ଆମେ କୌଣସି ବସ୍ତୁର ନାଁ ଉଚ୍ଚାରଣ କରୁ ସେତେବେଳେ କଣ ହୁଏ ନା ସେ ବସ୍ତୁଟିର ଛବିଟି ଆମ ସ୍ମୃତିରେ ଭାସି ଉଠେ। ଅବଶ୍ୟ ଆମେ ଯଦି ସେ ଛବିଟିକୁ ମାନେ ସେ ବସ୍ତୁଟିକୁ ଆଗରୁ ଦେଖିଥିବୁ ବା ତା ସମ୍ପର୍କରେ କିଛି ଧାରଣା ଥିବ, ମନେ କରାଯାଉ ବରଗଛ କିମ୍ବା ହାତୀ କିମ୍ବା ଘୋଡ଼ା, ଏମିତି ଅନେକ ଶବ୍ଦ ଆମେ ଶୁଣିବା ମାତ୍ରେ ଆମ ଆଗରେ ସେମାନଙ୍କର ଚିତ୍ର ସବୁ ଭାସି ଆସେ। ଯେତେବେଳେ ଶବ୍ଦଟି ବସ୍ତୁ ନ ହୋଇ କୌଣସି ବିଷୟ, କୌଣସି ଧାରଣା, କୌଣସି ଦର୍ଶନ ବା ସେ ସମ୍ପର୍କରେ ଯଦି ଆମର ସେତିକି ଜ୍ଞାନ ଥାଏ ତେବେ ତାହା ସ୍ମୃତିରେ ସଜୀବ ହୋଇ ଉଠିବ। ଧରନ୍ତୁ ଆପଣ ଗଣତନ୍ତ୍ର କଥା ବିଚାର କରନ୍ତୁ। ଗଣତନ୍ତ୍ର କଥା ଉଚ୍ଚାରଣ କଲା ମାନେ ସାଙ୍ଗେ ସାଙ୍ଗେ କଣ ହୁଏ ନା ଆମ ମନକୁ ଆସିବ ଗୋଟେ ଏମିତି ଗୋଟେ ଅବସ୍ଥା ଯେଉଁଥିରେ ସବୁ ମଣିଷଙ୍କର ଅଧିକାର ସମାନ ଥିବ। ଆପଣ ଯଦି କହିବେ ଅସ୍ତିତ୍ୱବାଦ, ତେବେ ମୁଁ ଯଦି ସେ ସମ୍ପର୍କ କିଛି ପଢାପଢି କରିଥିବି କିମ୍ବା କାହାଠାରୁ ଯଦି କିଛି ଶୁଣିଥିବି ତେବେ ସେ ଅସ୍ତିତ୍ୱବାଦର ଅର୍ଥଟା ମୋ ମନ ଭିତରକୁ ଆସିବ। ନହେଲେ ଅନ୍ୟାନ୍ୟ ବହୁ ଧ୍ୱନି ଯେମିତି ଆମେ ଶୁଣୁ ସେମିତି ସେ ଧ୍ୱନି ହେଇକରି କେବଳ ଆମ ପାଖରେ ରହିବ, ଆଉ ଅଲଗା କିଛି ହବନି। କିନ୍ତୁ ଏପରି ମଧ୍ୟ ଶବ୍ଦ ଥାଇପାରେ ଯାହା ଆମେ ପ୍ରତିନିୟତ ସେ ଅବସ୍ଥାରେ ବଞ୍ଚୁଛୁ, ଆମ ସ୍ମୃତିରେ କିନ୍ତୁ ତା ସ୍ପଷ୍ଟ ହଉନି। କାବ୍ୟ, କବିତା, ଭଜନ ଜଣାଣ, ସାହିତ୍ୟର ବିଭିନ୍ନ ବିଭାଗ କିମ୍ବା କଥାବାର୍ତ୍ତା, ଭାଷଣ, ଆଲୋଚନାରେ ଆମେ ସେ ଶବ୍ଦ ବାରମ୍ବାର ବି ଶୁଣୁଛୁ। ସେ ଶବ୍ଦ ମନେ କରାଯାଉ ଅନନ୍ତ। ଏଇ ଯୋଉ ଅନନ୍ତ ଶବ୍ଦ ଶୁଣିବା ମାତ୍ରେ ଆମ ଭିତରେ ତାର ପ୍ରତିଶବ୍ଦ ସବୁ ଅସୀମ, ସୀମାହୀନ, ଅନ୍ତହୀନ ଯୋଉ ଶବ୍ଦ ସବୁ ଅଛି ଆମେ ତା ବାବଦରେ ପରିଚିତ। କିନ୍ତୁ ଆମେ ସେ ଅବସ୍ଥାକୁ ଜାଣିପାରୁଛୁ, ଆମେ ତା ଭିତରେ ବଞ୍ଚୁଛୁ, କିନ୍ତୁ ଆମର ପୃଥିବୀ ମଧ୍ୟ ସେଇ ଅନନ୍ତ ମହାବିଶ୍ୱର ଅନ୍ତର୍ଭୁକ୍ତ। ଆମକୁ ସେଇ ଅନ୍ତହୀନ ମହାକାଶ ମଧ୍ୟ ଘେରି ରହିଛି। ଯୋଉ ଅନ୍ତହୀନ ମହାକାଶ ତାର ଆରମ୍ଭ ନାହିଁ କି ଶେଷ ବି ନାହିଁ, ତାର ମଧ୍ୟଭାଗ ବି କିଛି ନାହିଁ। ଏଇ ଯୋଉ ସସୀମ ମନ ଦ୍ୱାରା ଅସୀମକୁ ପରିକଳ୍ପନା କରିବା ଆମ ପାଇଁ କଷ୍ଟସାଧ୍ୟ ହୁଏ। ତେଣୁ ଆମର ଆଧ୍ୟାତ୍ମିକ ବିଜ୍ଞାନୀ ମାନେ ଯୋଉମାନେ ଆଧ୍ୟାତ୍ମିକ ଶାସ୍ତ୍ର ଆଧ୍ୟାତ୍ମିକତାକୁ ଜୀବନରେ ବ୍ରତ କରିଛନ୍ତି ସେମାନେ କଣ କୁହନ୍ତି ନା ମନକୁ ଟିକେ ନିଶ୍ଚଳ କର, ଚେତନାର ଗହ୍ୱର ଭିତରକୁ ଯାଅ, ସେ ଗହନ ଭିତରେ ପଶିଲେ ଏ ସମ୍ପର୍କରେ କିଛିଟା ଧାରଣା ସମ୍ଭବପର ହବ। କିନ୍ତୁ ଏ ସୃଷ୍ଟି ଯେପରି ଅସୀମ, ଆମ ଚେତନା ମଧ୍ୟ ସେମିତି ଅସୀମ, ଯାହାର ସୀମା ନାହିଁ। ତେବେ
ଆମେ ଏଇଥିରୁ ବୁଝିଲେ କଣ ନା ଚେତନା ହେଉଛି ଏକ ଅନ୍ତହୀନ ଅନନ୍ତ ଅନନ୍ତ ମହାକାଶ ପରି ସେ ସୀମାହୀନ। ତେଣୁ ସେଇ ଚେତନା ସମ୍ପର୍କରେ ଆଜି ଆମେ ସ୍ୱାଧ୍ୟାୟ କରିବା ଆଉ ଆଲୋଚନା ମଧ୍ୟ କରିବା। ଥରେ ଜଣେ ଶିଷ୍ୟକୁ ଗୋଟେ କଷ୍ଟକର ନିଷ୍ପତ୍ତି ନେବାକୁ ପଡ଼ିଲା। ସେ ଶ୍ରୀ ଅରବିନ୍ଦଙ୍କ ନିକଟକୁ କିଛି ଉପଦେଶ ମାଗି ଚିଠି ଖଣ୍ଡେ ଲେଖିଲେ। ତାଙ୍କର ଉତ୍ତରରେ ସେ ଖୁବ୍ ଗୋଳମାଳରେ ପଡ଼ିଗଲା ଶ୍ରୀ ଅରବିନ୍ଦଙ୍କ ଉତ୍ତରରେ। କାରଣ ତାଙ୍କୁ କୁହାଯାଇଥିଲା ଯେ ସେ ତାର ଚେତନାର ଶିଖର ଦେଶରେ ରହି ନିଷ୍ପତ୍ତି ନେବା ଉଚିତ। ତେଣୁ ଚେତନାର ଶିଖର ଦେଶରେ ରହିଲା ପରେ ଯାଇ ନିଷ୍ପତ୍ତି ନେବ, ସେ ଶିଷ୍ୟଙ୍କୁ ଶ୍ରୀ ଅରବିନ୍ଦ କହିଲେ। କିନ୍ତୁ ସେ ଶିଷ୍ୟ ଜଣକ ଆମ ପ୍ରାଚ୍ୟ ଜଗତର ନୁହନ୍ତି, ପାଶ୍ଚାତ୍ୟ ଜଗତର ସେ ଶିଷ୍ୟ। ତେଣୁ ସେ ଏ କଥାର ଅର୍ଥ ସେମିତି କିଛି ବୁଝିପାରିଲେନି। ସେ କଥା ଶୁଣି ମଧ୍ୟ ସେ ଆଶ୍ଚର୍ଯ୍ୟ ଅନୁଭବ କଲେ। ଚେତନାର ଶିଖର ଦେଶ ତାହେଲେ କଣ? କିଛି ଗୋଟେ ବିଶେଷ ଉପାୟରେ ତୀବ୍ର ଭାବରେ ସେ ଚିନ୍ତା କରିବା, ନା ଯେତେବେଳେ ମସ୍ତିଷ୍କ ଉତ୍ତପ୍ତ ହେଇଯାଏ ସେତେବେଳେ ଯୋଉ ଉତ୍ସାହ ତା ଭିତରୁ ଉତ୍ପନ୍ନ ହୁଏ ତାରି ନା କଣ ଚେତନା ବା ଚେତନାର ଶିଖର ଦେଶ? କାରଣ ପାଶ୍ଚାତ୍ୟରେ ଆମେ କେବଳ ଏଇ ପ୍ରକାର ଚେତନା ସମ୍ବନ୍ଧରେ ଜାଣୁ। ଆମ ପାଇଁ ଚେତନା ହେଉଛି ଏକ ପ୍ରକାର ମାନସିକ ପ୍ରକ୍ରିୟା। ମୁଁ ଚିନ୍ତା କରେ ତେଣୁ ମୁଁ ଅଛି, ଆମେ ତାକୁ ଏଇଭଳି ଦେଖୁ। ଆମେ ନିଜକୁ ବିଶ୍ୱ ଜଗତର କେନ୍ଦ୍ରରେ ସ୍ଥାପନ କରୁ। ଅନ୍ୟ ଯେଉଁମାନେ ଆମରି ସ୍ଥିତିରେ ବି ଥାଆନ୍ତି ବା ଆମ ପରି ଅନୁଭବ କରନ୍ତି ସେମାନଙ୍କୁ ଚେତନା ଦ୍ୱାରା ସମୃଦ୍ଧ ବୋଲି ଆମେ ମନେ କରୁ। କିଛି କାଳ ପୂର୍ବରୁ ଆମେ ବିସ୍ମୃତ ହେଇଥିଲୁ ଯେ ଜଣେ ପାର୍ସିଆନ ବି ହେଇପାରେ। ତେଣୁ ଆମେ ଯଦି ଚେତନା କଣ ଜାଣିବାକୁ ଚାହୁଁଛୁ ବା ତାକୁ ଆବିଷ୍କାର କରିବାକୁ ଚାହୁଁଛୁ ବା ତାକୁ ବ୍ୟବହାର କରିବାକୁ ଚାହୁଁଛୁ, ତେବେ ଆମକୁ ଏକ ସଂକୀର୍ଣ୍ଣ ଦୃଷ୍ଟିକୋଣର ବାହାରକୁ ଯିବାକୁ ପଡ଼ିବ। କିଛି ପରିମାଣରେ ମାନସିକ ନୀରବତା ଲାଭ କରିବାକୁ ପଡ଼ିବ। ମାନସିକ ନୀରବତା ଲାଭ କରିବା ପରେ ମଣିଷର ଦୃଷ୍ଟି ଶକ୍ତି ଯେପରି ସବୁ ପ୍ରକାର ରଙ୍ଗର ସୀମାକୁ ଛୁଇଁ ପାରେ ନା, ମନୁଷ୍ୟର ଶ୍ରବଣ ଶକ୍ତି ଯେମିତି ଶବ୍ଦର ସବୁ ସ୍ତରରେ ପହଞ୍ଚି ପାରେ ନା, ମନୁଷ୍ୟର ଉର୍ଦ୍ଧ୍ୱରେ ଆଉ ନିମ୍ନରେ ଅନେକ କିଛି ଅଦୃଶ୍ୟ ଆଉ ଅଶ୍ରୁତ ରହିଯାଇଛି, ସେହିପରି ମାନସିକ ଚେତନା ହେଉଛି କେବଳ ମାନବୀୟ ପରିସର। ଯେଉଁ ପରିସର ମନୁଷ୍ୟ ଚେତନାର ସମସ୍ତ ସମ୍ଭାବ୍ୟ ସ୍ତରରେ ପହଞ୍ଚି ପାରେ ନାହିଁ। ତେଣୁ ଯୋଉ ମନ ଚେତନାକୁ ଅନୁଭବ କରିବାକୁ ଚାହୁଁଛି ସେ ମନର ଗୋଟେ ସଂକୀର୍ଣ୍ଣ ସୀମା ଭିତରେ ସେ ବଞ୍ଚୁଛି, ମାନବୀୟ ପରିସର ଭିତରେ ସେ ବଞ୍ଚୁଛି। ମାନବୀୟ ପରିସରର ଉର୍ଦ୍ଧ୍ୱରେ ଆଉ ନିମ୍ନରେ ଚେତନାର ବିଭିନ୍ନ ସ୍ତର ବି ରହିଛି, ଯାହାକୁ ସାଧାରଣ ମଣିଷ ସ୍ପର୍ଶ ବି କରିପାରିବନି। ସେଇ ଚେତନା ନିକଟରେ ସେ ଅଚେତନ, ତାହା ଅତିମାନସ ବା ଅଧିମାନସ ବା ନିମ୍ନତର ମାନସର ସ୍ତର ସକଳ। ତେଣୁ ମନ ଏଇ ସ୍ତରକୁ ସବୁ ଯାଇପାରୁନାହିଁ। ତେଣୁ ମନକୁ ଆମେ ଯାହାକୁ ଭାବୁଛୁ ଯେ ଆମେ ମନକୁ ସିନା ଦେଖିପାରୁନେ, ଅନୁଭବ ତ କରିପାରୁଛେ ନା। ମନ ଭିତରେ ଗୋଟେ ସଚେତନ ମନ ବି ଥାଏ, ଗୋଟେ ଅଚେତନ ମନ ବି ଥାଏ ବା ଅବଚେତନ ମନ ବି ଥାଏ। ମନେ କରନ୍ତୁ ଆମର ସଚେତନ ମନର ଗୋଟେ କ୍ଷମତା ଅଛି ଚିନ୍ତା କରିବା। ସେ କୌଣସି ଗୋଟେ କଥାକୁ ଚିନ୍ତା ମଧ୍ୟ କରିପାରିବ, ଏହା ଗ୍ରହଣ କରିପାରିବ, ପ୍ରତ୍ୟାଖ୍ୟାନ ମଧ୍ୟ କରିପାରିବ। କିନ୍ତୁ ଅବଚେତନ ଗୋଟେ ସ୍ତର କେବଳ ଗ୍ରହଣ କରେ। ସେ ଯାହା ମାନେ ଗ୍ରହଣ କରେ ମାନେ ତାର କିଛି ବାଛି ବିଚାର ନାହିଁ, ଇଏ ଭଲ ସିଏ ମନ୍ଦ ଏ କଥା ବି ତାର ଚିନ୍ତା ନାହିଁ। ସେ ସବୁ କିଛି ଗ୍ରହଣ କରିବ। ସେ ସନ୍ଦେହ, ଘୃଣା, ଭୟ, ପ୍ରେମ ସବୁ କିଛିକୁ ସେ ଗ୍ରହଣ କରିନେବ। ଯଦି ଆମେ ମନକୁ ପୂର୍ଣ୍ଣ କରି ରଖିବା କୋଉଥିରେ ନା ଯୋଉ ମନେକର ସନ୍ଦେହ, ଘୃଣା, ଭୟ, ଏଇଥିରେ ଯଦି ଆମ ମନଟାକୁ ଆମେ ପୂର୍ଣ୍ଣ କରି ସବୁବେଳେ ରଖିବା, କଣ ହବ ନା ଆମ ଭିତରେ ଗୋଟେ ସ୍ୱୟଂ ସକ୍ରିୟ ବ୍ୟବସ୍ଥା ମଧ୍ୟ ଅଛି। ଏ ସବୁକୁ ସେ କଣ କରିବ ନା ବାସ୍ତବରେ ପରିଣତ କରିବ। ଗୋଟେ ଉଦାହରଣ ଏଠି ଦେଲେ ଭଲ ହବ। ଆମେ ପ୍ରକୃତିରେ କଣ କେହି ଭୂତ ପ୍ରେତ ଦେଖିଛେ?
ନା ଖାଲି ଶୁଣିଛେ? ତେଣୁ ଅନେକ ସମୟରେ ଶୁଣିଛୁ, ଆମ ଭିତରେ ଶୁଣିଲା ପରେ ଆପଣ ଦେଖନ୍ତୁ ଗୋଟେ ଲୋକ ସମ୍ପର୍କରେ ଆପଣ କିଛି ଜାଣିନାହାନ୍ତି, ଆପଣଙ୍କୁ ଜଣେ ଆସିକରି ତା ବାବଦରେ କହିଲା, ସେ ଖରାପ ଯଦି କହିଲା ତା ବା ଭଲ କହିଲା, ମନେ କର ସେ ଖରାପ, ଗୋଟେ ଅନ୍ୟ ଲୋକ ଆସିକରି ଆପଣଙ୍କ ସହିତ ଯିଏ ଚିହ୍ନା ପରିଚୟ ଅଛି ସେ ଗୋଟେ ଲୋକ ବାବଦରେ କହିଲା, ତାର ନେଗେଟିଭ ଗୁଡା ସବୁ କହିଗଲା। ଯୋଉ ବ୍ୟକ୍ତି ଶୁଣୁଥାଏ ସେ କଣ କରେ ନା ସେ ବ୍ୟକ୍ତିକୁ ନ ଦେଖୁଥାଉ ଧୀରେ 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 ସେ ବ୍ୟକ୍ତି ପ୍ରତି ଆ କଥା ଶୁଣିବା ଭିତରେ ତା ପ୍ରତି ଗୋଟେ ଘୃଣାର ଭାବ ସୃଷ୍ଟି ହୁଏ। ସେ ଲୋକଟା ଏତେ ବାଜ୍ୟ ଚରିତ୍ର ଲୋକଟା, ଏତେ ଖରାପ କଥାବାର୍ତ୍ତା କରେ, ତା ପରିବେଶଟା ଏମିତି ଅବସ୍ଥାରେ ଅଛି, ମାନେ ଏମିତିଆ କେତେ କେତେ କଥା ଆମ ଭିତରୁ ସବୁ ତା ପାଇଁ କଣ ଉତୁରି ଆସେ। ଯଦି କୌଣସି କାରଣରୁ ସେ ବ୍ୟକ୍ତି ଆମ ସହିତ ଦେଖା ହୁଏ, ଆମେ ତାକୁ ଚିହ୍ନିନୁ କି ଜାଣିନୁ, ଆମେ ଅଲଗା ଗୋଟେ ଲୋକ ସ୍ୱରରୁ ଶୁଣିଛୁ, ତାକୁ ସେ ଯଦି ପ୍ରକୃତିରେ ଭଲ ହେଇଥାଏ, ଆମେ କିନ୍ତୁ ତାକୁ ଦେଖୁ ଦେଖୁ ଆମ ଭିତରେ ଗୋଟେ ଘୃଣା ଆସିଯାଏ, ଏ ଲୋକଟା ବାଜ୍ୟ ଲୋକଟା, ଭଲ ଲୋକ ନୁହଁ। କାହିଁକି ନା ସିଏ ଆଗରୁ ସେ କଥାଟା ଶୁଣିଛି। ତେଣୁ ଅବଚେତନ କଣ କରେ ନା ସବୁ କିଛି ସେ ଗ୍ରହଣ କରେ, ସବୁ କିଛି ଗ୍ରହଣ କରିବ। ମନେ କରାଯାଉ ସିଏ ନେଗେଟିଭ ନ କହି ତା ବାବଦରେ ପଜିଟିଭ କହିବ, ସେ ଲୋକ କେତେ ସୁନ୍ଦର ଲୋକ, ତା କଥାବାର୍ତ୍ତା ବ୍ୟବହାର ଚାଲିଚଳନ ମାନେ ଅଲଗା ଲୋକଙ୍କୁ ମୁଗ୍ଧ କଲା ଭଳି, ଆଉ ସେ ଯାହାକୁ ଯୋଉ ଜବାବ ଦେଇଥାଏ ସେ ଜବାବଟା ଠିକ ସମୟରେ ରଖେ। ସେ ଲୋକକୁ ସେ ଏ ବ୍ୟକ୍ତି ନ ଜାଣିଥାଉ ପଛେ, କିନ୍ତୁ ସେ ଆ ଅବଚେତନ ଗ୍ରହଣ କରିନେଲା। ଯେତେବେଳେ କୌଣସି କାରଣରୁ ସେ ବ୍ୟକ୍ତି ବି ଦେଖାହେଲା ତାରେ, ସେ କଣ କଲା ନା ତାକୁ ଦେଖୁ ଦେଖୁ ସେ ଯଦି ବି ପ୍ରକୃତିରେ ଖରାପ ଲୋକ ହେଇଥାଏ, ଆ ଭିତରେ ସେ ଖରାପଟା ଆସିବନି। କାହିଁକି ନା ଇଏ ଯୋଉ କଥାଟା ସେ ଶୁଣିଛି, ଆଉ ସେ ବ୍ୟକ୍ତି ପାଇଁ ଯୋଉ ପ୍ରକାର ଭାବନା ଓଡିଆ ଭିତରେ ବଞ୍ଚିକିରି ଅଛନ୍ତି, ସେ ସେଇ ଅନୁସାରେ ଭାବେ ଏ ଲୋକଟା ବହୁତ ଭଲ ଲୋକ। ତେଣୁ ସେମିତି ଅବଚେତନ ଗୋଟେ ଜିନିଷ ବା ଅବଚେତନ ଗୋଟେ ସ୍ତର, ଯୋଉ ସ୍ତରରେ ସେ କିଛି ବିଚାର କରେ ନା, ସବୁ କିଛି ଗ୍ରହଣ କରିବ, ଭଲକୁ ଗ୍ରହଣ କରିବ, ମନ୍ଦକୁ ଗ୍ରହଣ କରିବ, ଆଉ ତାକୁ ଗୋଟେ ରୂପ ଦବ, ବାସ୍ତବତାର ମଧ୍ୟ ରୂପ ଦବ। ତେଣୁ ଅବଚେତନ ଗୋଟେ ଆମେ କହିବାକୁ ଗଲେ ଗୋଟେ ଡାଟା ବ୍ୟାଙ୍କ ବା ସବୁ ପ୍ରକାର ତଥ୍ୟର ସେ ଭଣ୍ଡାର, ସିଏ ସବୁ ପ୍ରକାର ତଥ୍ୟକୁ ସେ ସଂଗ୍ରହ କରି ସେଠି ରଖେ। ଅବଚେତନ ଅଧିକ ସକ୍ରିୟ ଆଉ ଶକ୍ତିଶାଳୀ ବି। ଅବଚେତନ ସ୍ୱୟଂଚାଳିତ ଯନ୍ତ୍ର ପରି, ମାନେ ଯାନ ପରି, ଯେମିତି ସ୍ୱୟଂଚାଳିତ ଯାନ, କେହି ଡ୍ରାଇଭର ନଥାନ୍ତି, ସେ ଗାଡିଟି ଚାଲୁଥିବ, ହୁଏତ ଠିକ ଜାଗାରେ ପହଞ୍ଚି ଯାଇପାରେ, ନଚେତ କୋଉଠି ବାଟରେ ଆକ୍ସିଡେଣ୍ଟ ହେଇପାରେ, ତାର କିଛି ମାନେ ଠିକଣା ନାହିଁ। କିନ୍ତୁ ସଚେତନ ମନ ହଉଛି ସେ ଅଚେତନ ମନର କଣ ଚାଳକ। ଠିକ ସେଇଭଳି ଆମେ ମନ କଥା ଯେତେବେଳେ ଶୁଣୁଛୁ, ମନର ବିଭିନ୍ନ ପର୍ଯ୍ୟାୟ ମଧ୍ୟ ଦେଇକରି ଆମେ ଯେତେବେଳେ ଗ୍ରହଣ ମାନେ କୌଣସି କଥା କହୁ, ଆମେ କୋଉ ପର୍ଯ୍ୟାୟରୁ କହୁଛୁ, କୋଉ ଅବସ୍ଥାରୁ କହୁଛୁ, ଆମେ କଣ ସେ କଥା ଚିନ୍ତା କରୁ? ଆମେ ଯୋଉ ଶବ୍ଦ ମାନଙ୍କୁ ନେଇ, ଯୋଉ ଭାବନା ମାନଙ୍କୁ ନେଇକରି ଆମେ ବିଚରଣ କରୁଥାଉ, ସେଇ ଭାବନା ମାନଙ୍କୁ ଆମ ପାଖକୁ ଆସନ୍ତି। ମନେ କରାଯାଉ ଆପଣ ଯୋଉ ଶବ୍ଦ ମାନଙ୍କ ସହିତ ବନ୍ଧୁତ୍ୱ କରିବେ, ଯୋଉ ଶବ୍ଦ ମାନଙ୍କ ସହିତ ଆପଣଙ୍କର କାରବାର ଚାଲିବ, ସେଇ ଶବ୍ଦ ମାନେ ଆପଣଙ୍କ ପାଖକୁ ଆସିବେ। ଅଲଗା ଶବ୍ଦ ମାନେ ତାରି ବାଟ ଦେଇ ଯାଉଥିବେ, କିନ୍ତୁ ଆପଣଙ୍କ ପାଖକୁ ଆସିବେନି, କାହିଁକିନା ତା ସହିତ ଆପଣଙ୍କର କିଛି ଡିଲ୍ ହେଇନି, କିଛି ସମ୍ପର୍କର ସୂତ୍ର ତା ସହିତ ଆପଣ ବାନ୍ଧି ନାହାନ୍ତି। ତେଣୁ ସେମାନେ ସେଇ ପାଖରେ ଥିଲେ ବି ସେମାନେ କିନ୍ତୁ ଆପଣଙ୍କ ପାଖକୁ ଆସିବେନି। ଆପଣ ଦେଖିଥିବେ କିଛି କିଛି ଲୋକ ଅଛନ୍ତି, ତାଙ୍କ ପାଟିରୁ ସବୁବେଳେ ଆପଣ ହିଁ ବାହାରେ, ଆପଣ, ତମେ, ମାନେ ପୁରା ଭଦ୍ର ବ୍ୟବହାର, ଛୋଟ ପିଲାଙ୍କଠୁ ଆରମ୍ଭ କରି ବଡ ଲୋକ ପର୍ଯ୍ୟନ୍ତ, କାରଣ ତାର ସେଇଟା ଅଭ୍ୟାସ। କିଛି ଗୋଟେ ଲୋକ କଥା କହୁଥିବେ, ଆପଣ ଶୁଣୁଥିବେ, ହଁ କୁହନ୍ତୁ ଆଜ୍ଞା, କୁହନ୍ତୁ ଆଜ୍ଞା, ଆପଣ ଏଇ କଥା କହୁଥିବେ, କିନ୍ତୁ ଯଦି ଆପଣ ଏଇ ଶବ୍ଦ ମାନଙ୍କୁ ନେଇ ବ୍ୟବହାର କରୁନଥିବେ, ଯଦି ଟିକେ ନିମ୍ନ ସ୍ତରରେ ଥିବେ, ନିମ୍ନ ସ୍ତରର ଶବ୍ଦ ମାନେ ଆପଣଙ୍କ ପାଖକୁ ଆସିବେ। ଆପଣ ଖୁସିରେ ମଧ୍ୟ ନିମ୍ନ ଶବ୍ଦ ଗୁଡାକ, ମାନେ ନିମ୍ନ ସ୍ତରର ଶବ୍ଦ ଗୁଡାକ ମଧ୍ୟ ପ୍ରୟୋଗ କରିବେ। ତେଣୁ ଆପଣ କୋଉ ଶବ୍ଦ ମାନଙ୍କୁ ନେଇକରି ଆପଣ ବା କୋଉ ଭାବନା ମାନଙ୍କୁ ନେଇକରି ଆପଣ ଜୀବନ ନିର୍ବାହ କରୁଛନ୍ତି, ତାରି ଉପରେ ସବୁ କିଛି ନିର୍ଭର କରୁଛି। ତେଣୁ ଆମେ ଆମ ଚେତନାକୁ କୋଉଥିରେ ପରିପୂର୍ଣ୍ଣ କରିବା, ସେ କଥା ଆଉ କେହି ଆମ ପାଇଁ ନିଷ୍ପତ୍ତି ନେଇପାରିବେନି, ତାକୁ ଆମେ ହିଁ ନିଷ୍ପତ୍ତି ନେବାକୁ ପଡିବ। ତେଣୁ ଆମର
ଆମେ ଯେମିତି ଦୃଶ୍ୟମାନ ଭାବରେ ଦେଖୁଛୁ ଶରୀରଟି ଅଛି, ସେମିତି ମନର ଗୋଟେ ଯୋଉ ଆମ ଭିତରେ ଯୋଉ ମନଟି ଅଛି ସେ ସୂକ୍ଷ୍ମ ହେଲେ ବି ତାର ଗୋଟେ ରୂପ ବି ଅଛି। ସେ ମଧ୍ୟ ମାନେ ତାର ନେଗେଟିଭ ସାଇଡ ଅଛି, ତାର ପଜିଟିଭ ସାଇଡ ବି ଅଛି। କିନ୍ତୁ ଆମେ କାହାକୁ ନେଇ ଡିଲ୍ କରୁଛେ, କାହାକୁ ନେଇକରି ସମ୍ପର୍କ ସ୍ଥାପନ କରୁଛେ, ସେଇଟା ଆମ ଉପରେ ନିର୍ଭର କରୁଛି। ଆମେ ବିଭିନ୍ନ ପ୍ରକାର ଗସିପ କରି ଭିତରେ ବସୁ, ମାନେ ତା ବିରୁଦ୍ଧରେ ସେ ତା ବିରୁଦ୍ଧରେ ଗପ। ଆମେ ଯଦିଓ ଏଇ ଧାରା ଭିତରକୁ ଆସିଲୁଣୁ କିନ୍ତୁ ସେ ପୁରାତନକୁ ଛାଡିନୁ। ଆମେ କାହାକୁ, ମତେ ଜଣେ ଭଦ୍ରଲୋକ କହିଲେ ଆପଣ ଗୋଟେ ଅସୁବିଧାରେ ପଡିଥାନ୍ତୁ, ମାନେ ଖରାପ କଣ୍ଡିସନରେ ଥାନ୍ତୁ, ଆପଣଙ୍କ ପାଖରେ ଆସିକି ବହୁତ ଲୋକ ପହଞ୍ଚିବେ, ଆହା ଚୁ ଚୁ କହିବେ, କେମିତି ହେଲା କଣ ହେଲା, ବିଭିନ୍ନ ପ୍ରକାର ସାନ୍ତ୍ୱନା ଦେବେ। ଆପଣ ଆଉ ଗୋଟେ ଉଚ୍ଚ ସ୍ତରକୁ ଉଠି ଯାଆନ୍ତୁ। ଯୋଉ ବ୍ୟକ୍ତି ମାନେ ଆପଣଙ୍କୁ ସାନ୍ତ୍ୱନା ଦଉଥିଲେ ସେମାନେ ଆପଣଙ୍କ ପାଖରୁ ଦୂରେଇ ଯିବେ। କାହିଁକି ନା ସେମାନଙ୍କ ଠାରୁ ଆପଣ ବହୁ ଉଚ୍ଚକୁ ଚାଲି ଯାଇଛନ୍ତି। ତେଣୁ ସେମାନେ କଣ କରିବେ ନା ଆପଣଙ୍କୁ ଈର୍ଷା କରିବାକୁ ଆରମ୍ଭ କରିବେ। ସେଠି ମାନେ ଆଶ୍ୱାସନା ଦଉଥିଲେ, ଏଠି କିନ୍ତୁ ଈର୍ଷା କରିବା ଆରମ୍ଭ କରିବେ। ତେଣୁ ଏଇଟା ହଉଛି ହ୍ୟୁମାନ ଟେଣ୍ଡେନ୍ସି ବା ସାଧାରଣ ମନର ଅବସ୍ଥା। ସେଇ ସାଧାରଣ ମନକୁ ଆମେ ଯଦି ବିଭାଗ ବଣ୍ଟନ କରିବା ତାହେଲେ ଗୋଟେ ସଚେତନ ମନ ଆସିବ, ଗୋଟେ ଅଚେତନ ମନ ଆସିବ ବା ଅବଚେତନ ମନ ଆସିବ। ତେଣୁ ଆମେ ଯୋଉ କଥା ଶୁଣୁ, ଆମେ ଯଦି ପ୍ରତି ମୁହୂର୍ତ୍ତରେ ଭଗବାନଙ୍କ ବା ଭଗବତ କଥା ଗୁଡାକ ସବୁ ଶୁଣିବା, ଆମ ଭିତରେ ସେଇ ଭଗବାନଙ୍କ ପ୍ରତି କୃତଜ୍ଞତାର ଭାବ ପ୍ରକାଶ ପାଇବ। କିନ୍ତୁ ଆମେ ଯଦି ମାନେ ବିଭିନ୍ନ ଲୋକଙ୍କ ବିରୁଦ୍ଧର ଗପ ଗୁଡାକ ଖାଲି ଶୁଣିବା, ତାହେଲେ ଆମ ଭିତରଟା କଣ ହବ? ଘୃଣା, ଅବସାଦ ଆଉ ସନ୍ଦେହ, ଏମିତିଆ ପ୍ରକାର ବାତାବରଣରେ ଆମ ଚେତନାଟି ପରିପୂର୍ଣ୍ଣ ହୋଇ ଉଠିବ। ତେଣୁ ଯୋଉ ଅତିମାନସ ଯୋଉ ସ୍ତର ବା ଅଧିମାନସ ଯୋଉ ସ୍ତର ବା ନିମ୍ନତର ଯୋଉ ମାନସ ସ୍ତର, ଆମେ ସେଇ ସ୍ଥାନକୁ ଯିବାକୁ ହେଲେ ଆମେ କୋଉ ଅବସ୍ଥାରେ ଅଛୁ ଆଗ ପ୍ରଥମେ ଜାଣିବା ଦରକାର। ଆମେ ଯାହାକୁ ନିଶ୍ଚେତନା ବୋଲି କହୁଛୁ, ତାହା ପ୍ରକୃତିରେ ଆଉ ଗୋଟେ ପ୍ରକାର ଚେତନା ମଧ୍ୟ। ଆମେ ଯେତେବେଳେ ନିଜର ଶାରୀରିକ ସତ୍ତା ବା ପରିବେଶକୁ ବିସ୍ମୃତ ହେଇ ଆନ୍ତଃରାଜ୍ୟରେ ମଗ୍ନ ହେଇଯାଉ, ସେତେବେଳେ ଆମେ ଯେତିକି ନିଶ୍ଚେତନା ମଧ୍ୟରେ ରହୁ, ଆମର ନିଦ୍ରାବସ୍ଥାରେ, ନିଶାଗ୍ରସ୍ତ ଅବସ୍ଥାରେ ମଧ୍ୟ ଆମେ ସେତିକି, ବା ମୃତ୍ୟୁ ଲାଭ କଲେ ମଧ୍ୟ ଆମେ ତାଠାରୁ ଅଧିକ ତର ନିଶ୍ଚେତନା ମଧ୍ୟରେ ନଥାଉ। ତେଣୁ ଯେକୌଣସି ଲୋକ ଯୋଗ ପଥରେ ଖୁବ୍ ସାମାନ୍ୟ ପରିମାଣରେ ବି ଅଗ୍ରଗତି କରିଥିବ, ଏହା ତାର ପ୍ରାଥମିକ ଅବସ୍ଥା ହେବା ଉଚିତ। ଶ୍ରୀ ଅରବିନ୍ଦ ମଧ୍ୟ ଆହୁରି କହୁଛନ୍ତି ଯେ ଆମେ ଯେତେବେଳେ କ୍ରମଶଃ ଅଗ୍ରଗତି କରୁ, ନିଜର ଓ ବସ୍ତୁର ଆତ୍ମା ପ୍ରତି ଜାଗ୍ରତ ହୋଇ ଉଠୁ, ଆମେ ଉପଲବ୍ଧି କରୁ ଯେ ଗଛ ବୃକ୍ଷରେ, ଧାତବ ପଦାର୍ଥରେ, ପରମାଣୁରେ, ବିଦ୍ୟୁତ ପ୍ରବାହରେ ଯାହା କିଛି ସ୍ଥୂଳ ପ୍ରକୃତିର ଅନ୍ତର୍ଭୁକ୍ତ, ସେ ସବୁ ମଧ୍ୟରେ ମଧ୍ୟ ଚେତନା ପୂର୍ଣ୍ଣ ହେଇକରି ରହିଛି। ଆମେ ଆବିଷ୍କାର କରିବା ଯେ ସେଠାରେ ରହିଥିବା ଚେତନା ସବୁ କ୍ଷେତ୍ରରେ ମନଠାରୁ ଅନୁନ୍ନତ ବା ସୀମିତ ଅବସ୍ଥାରେ ନଥାଏ, ବରଂ କେତେକ ନିର୍ଜୀବ ପଦାର୍ଥରେ ଏଇ ଚେତନା ଖୁବ୍ ପ୍ରଗାଢ଼, କ୍ଷିପ୍ର, ତୀକ୍ଷ୍ଣ, ଯଦିଓ ଏହା ବାହାର ଆଡକୁ ଖୁବ୍ କମ୍ ବିବର୍ତ୍ତିତ ହେଇକରି ଥାଏ। ତେଣୁ ଆମେ ଏଥିରୁ କଣ ବୁଝିଲେ? ବସ୍ତୁ ମାନଙ୍କ ଭିତରେ ମଧ୍ୟ ଚେତନା ଅଛି। ଗୋଟେ ଉଦାହରଣ ଦେବା, ଆପଣ ଦେଖିଥିବେ ଯୋଉ ସାର୍ଟ ଖଣ୍ଡେ କିମ୍ବା ଶାଢୀଟିଏ ପିନ୍ଧୁଥିବେ, ପିନ୍ଧିଲେଣି 6 ମାସ କି 8 ମାସ କି ବର୍ଷେ ହେଲାଣି ପିନ୍ଧିଲେଣି, ରଙ୍ଗ ଛାଡିଗଲାଣି, ତା ମଝିରେ ମଝିରେ କୋଉଠି ଟିକେ ଟିକେ କଣା ବି ହେଇଗଲାଣି, କିନ୍ତୁ ଆପଣଙ୍କୁ ସେ ଶାଢୀଟି ଭାରି ଭଲ ଲାଗେ, ଯୋଉଥିପାଇଁ ଆପଣ ଅଧିକାଂଶ ସମୟରେ ସେ ଶାଢୀକୁ ପରିଧାନ କରନ୍ତି ବା ସେ ସାର୍ଟଟିକୁ ପରିଧାନ କରନ୍ତି। ଧୀରେ ଧୀରେ ସେ ଯେତେବେଳେ ମାନେ ନଷ୍ଟ ହବା ଅବସ୍ଥାକୁ, ସେ ଚିରିବା ଅବସ୍ଥାକୁ ଆସିଯାଏ, ତଥାପି ଆପଣଙ୍କ ଭିତରେ ତା ପ୍ରତି ମମତା ଥାଏ। ତାକୁ କିଛି ଦିନ ବ୍ୟବହାର ନ କରି ଭାଙ୍ଗି ଭୁଙ୍ଗି ସୁନ୍ଦର କିଛି ସାଇତିକି ରଖିଥିବେ, ହଠାତ୍ ଦିନେ ପିନ୍ଧିବେ, ଆପଣଙ୍କୁ ସେଇ ଫିଲ୍ ଅନୁଭବ ହୁଏ। କାହିଁକି ନା ସେ ବସ୍ତୁଟି ବା ସେଇ ସାର୍ଟ ବା କପଡାଟି ଆପଣଙ୍କର ସାନ୍ନିଧ୍ୟ ପାଇବାକୁ ଅପେକ୍ଷା କରିଥାଏ, ବା ଆପଣ ତାର ସ୍ପର୍ଶ ପାଇବା ପାଇଁ ଭିତରେ ଚାହୁଁଥାନ୍ତି।
ଫଳରେ କଣ ହୁଏ ନା ସେ ଆପଣଙ୍କୁ ଛାଡି ଯାଇପାରେ ନା। ଚିରିଗଲା ପରେ ମଧ୍ୟ ଆପଣ ତାକୁ ବ୍ୟବହାର କରିବାକୁ ଭଲ ପାଆନ୍ତି। କାହିଁକି ନା ତା ପ୍ରତି ଆପଣଙ୍କର ଗୋଟେ ମମତା ଥାଏ। ଆପଣ ଦେଖିବେ ଯୋଉ ବସ୍ତୁଟିକୁ ଆପଣ ଭଲ ପାଉଥିବେ ତାକୁ ସୁନ୍ଦର ଭାବରେ ସଜେଇକିରି ଯଥା ଯୋଗ୍ୟ ଜାଗାରେ ରଖନ୍ତି। କିନ୍ତୁ କିଛି କିଛି ଆମେ କଣ କରୁନା, କୌଣସି ବସ୍ତୁକୁ ବ୍ୟବହାର କଲା ବେଳେ ତାକୁ ଆମର ଆବଶ୍ୟକ ଅଛି ବ୍ୟବହାର କରୁ, ତାପରେ ପୁଣି ଫୋପାଡ଼ି ଦଉ ବା ତା ପ୍ରତି ଏତେ ଗୁରୁତ୍ୱ ଦିଏନୁ। ଆପଣ ମୋର ଗୋଟେ ମନେ ପଡୁଛି 2-3 ବର୍ଷ ତଳେ ମୁଁ ଗୋଟେ କବିତା ଲେଖିଥିଲି, ତା ସମାଜ ଖବର କାଗଜରେ ପ୍ରକାଶ ପାଇଥିଲା। କବିତାର ଶୀର୍ଷକ ଥିଲା ଚପଲ। ଚପଲ ଗୋଟେ ବସ୍ତୁ, ସେ ଆମର ବ୍ୟବହାର ଯୋଗ୍ୟ, ଆମେ ତ ବ୍ୟବହାର କରୁଛୁ। ତେଣୁ ସେ ଚପଲଟି ଆମର କେତେ ଦରକାରୀ, ଆମ ଅପେକ୍ଷା ସିଏ ଆମ ପାଇଁ ସଚେତନ। ମୋ ପାଦରେ କାଳେ କୋଉଠି କଣ୍ଟା ଫୁଟିଯିବ, ସିଏ କିନ୍ତୁ ସବୁ କଣ୍ଟାକୁ ଆଗ ନିଜେ ମାନେ କଷ୍ଟ ପାଇବ, ତାପରେ ମୋ ଗୋଡକୁ ଆଘାତ ନ ଦେବା ପାଇଁ ସିଏ ସଚେତନ କରେଇଦବ। ତେଣୁ ଯୋଉ ବସ୍ତୁ ପ୍ରତି ଆମର ମମତା ଯୋଉ ଅନୁସାରେ ଆସିବ, ସେ ବସ୍ତୁର ମଧ୍ୟ ଆମ ପ୍ରତି ସମାନ ମମତା ମଧ୍ୟ ଆସିବ। ତେଣୁ ଆମେ ଖାଲି ଯେ ବ୍ୟବହାର କରିବା ପାଇଁ ମାନେ ଆବଶ୍ୟକ ଅଛି ବୋଲି ବ୍ୟବହାର କରୁଛେ, ଯଦି ସେଇ ମନୋବୃତ୍ତି ନେଇ କରୁଥିବା, ତାହେଲେ ଆମେ ଚେତନାର ଯୋଉ ଅନନ୍ତ ମହା ଜାଗତିକ ସବୁ ଜିନିଷ ଅଛି ଆମେ ତାକୁ କିନ୍ତୁ ସ୍ପର୍ଶ କରିପାରିବା ନାହିଁ। ତେଣୁ ସେଇ ଚେତନାକୁ ଆମେ କିଭଳି ସୁନ୍ଦର ଭାବରେ ବ୍ୟବସ୍ଥିତ ଭାବରେ ଶ୍ରଦ୍ଧାର ସହିତ ଉପଯୋଗ କରିପାରିବା। ତେଣୁ ଆମର ଯୋଉ ଅବଚେତନ ମନ, ଯୋଉଟା କହୁଥିଲେ ନିଶ୍ଚେତନା କଥା, ଯୋଉ ଅବଚେତନ ମନ ଆମ ସପକ୍ଷରେ ଆଉ ବିପକ୍ଷରେ ମଧ୍ୟ ସେ କାମ କରେ। ଏହାର ବିଚାର କରିବାର କ୍ଷମତା ମଧ୍ୟ ନଥାଏ। ସଚେତନ ମନର ବିଶ୍ୱାସ କରି ମାନେ ବିଚାର କରିବାର କ୍ଷମତା ଅଛି, କିନ୍ତୁ ଅଚେତନ ମନର ସେ ବିଚାର କରିବାର କ୍ଷମତା ନଥାଏ। ଆମେ ଯେତେବେଳେ ବିଫଳ ହେଇଯାଉ ବା କୌଣସି କାମରେ ସଫଳ ହଉନା, ଏଇ ଅବଚେତନ ସ୍ତରଟିକୁ ଆଗ ସଜାଡ଼ିବା ଦରକାର। ସଚେତନତା ହବା ମାନେ ସଚେତନ ସ୍ତରକୁ ସଜାଡ଼ିବା ପୂର୍ବରୁ ଆଗ ଅବଚେତନ ସ୍ତରଟାକୁ ଆଗ ସଜାଡ଼ନ୍ତୁ। ଅବଚେତନ ସ୍ତର ଅସଜଡ଼ା ଅଛି ବୋଲି ଆପଣ ସେ କାର୍ଯ୍ୟରେ ଅସଫଳ ହେଲେ। ଆପଣ ଯଦି ଜାଣିଛନ୍ତି, ତା ବାବଦରେ ଅଭ୍ୟାସ ବି ଅଛି, କିନ୍ତୁ ଆପଣ ସଫଳ ହଉଛନ୍ତି, ତାର କାରଣ ହଉଛି ଆପଣଙ୍କର ଅବଚେତନର ଯୋଉ ରାଜ୍ୟଟି ତା ବ୍ୟବସ୍ଥିତ ଢଙ୍ଗରେ ନାହିଁ। ଆପଣ ଘର ପଛପଟରେ ଗୋଟେ ବାଡି ଅଛି, ଆପଣ ଘର ଆଇଲେ, ଧର ଅଙ୍ଗୁର ଆଣିଲେ ଖାଇଲେ, ତା ମଞ୍ଜି ଗୁଡା ନେଇ ସିଆଡେ ଫୋପାଡ଼ି ଦେଲେ, କିମ୍ବା କମଳାଟେ ଆଣିଲେ ତାକୁ ଖାଇଲେ, ତାକୁ ତା ମଞ୍ଜି ଫୋପାଡ଼ି ଦେଲେ। ଆପଣ ଏମିତି ଫୋପାଡ଼ି ଚାଲିଛନ୍ତି। ଦିନକା ତ ବର୍ଷା ହେଲା, କିଛି ଦିନ ବର୍ଷା ହେଲା, ବର୍ଷା ହେବା ଫଳରେ ଧୀରେ ଧୀରେ ସେ ଗଛ ଗୁଡାକ ମାନେ ମଞ୍ଜି ଗୁଡାକ ଧୀରେ ଧୀରେ ଅଙ୍କୁରୋଦ୍ଗମ ହେଲା। ଏମିତି ଗୋଟେ ସମୟ ଆସିଲା, ଆପଣ ଯୋଉ ବାଡି ପରିଷ୍କାର ପରିଚ୍ଛନ୍ନ ଦେଖାଯାଉଥିଲା, ଦେଖାଗଲା ଗୋଟେ ଜଙ୍ଗଲ ଭଳି, ମାନେ ଅରମା ହେଇଯାଇଛି। ଆପଣ ତା ଭିତରକୁ ଯିବାକୁ ଡର ଲାଗୁଛି, କାଳେ କୋଉଠି ସାପ କିମ୍ବା ଆଉ କୌଣସି ସରୀସୃପ ଜାତୀୟ ଜନ୍ତୁ ଅଛନ୍ତି କି, କାଳେ ମତେ ସେ ଆଘାତ କରିବେ, ଆପଣଙ୍କ ଭିତରୁ ଭୟ ସୃଷ୍ଟି ହବ। ଠିକ ଯେମିତି ଆପଣଙ୍କର ଘର ପଛପଟ ବାରି ଯୋଉ ଅବସ୍ଥାରେ ଆପଣ ରଖିଛନ୍ତି, ଠିକ ସେମିତି ଯଦି ଆପଣ ଅବଚେତନ ସ୍ତରଟିକୁ ସେମିତି ସଜାଡି ଦିଅନ୍ତେ, ଯାହା ଆଇଲେ ତାକୁ ସବୁ କଥା ଶୁଣାନ୍ତୁନି, ସବୁ କଥା ତାକୁ ଦିଅନ୍ତୁନି। ତେଣୁ ସବୁ କଥା ଯଦି ତାକୁ ଦେବେ, କଣ ହବ ନା ସେ ଧୀରେ ଧୀରେ ଅସଜଡ଼ା ହେଇଯିବ। ଆଉ ଯୋଉ ଅସଜଡ଼ା ଆପଣଙ୍କୁ ପରବର୍ତ୍ତୀ ସମୟରେ ଡରେଇବ, ଭୟ ସୃଷ୍ଟି କରିବ। ତେଣୁ ଚେତନାକୁ ପରିଷ୍କାର ପରିଚ୍ଛନ୍ନକୁ ରଖିବାକୁ ହେଲେ ପ୍ରଥମେ ଆମ ଅବଚେତନ ମନଟିକୁ ଆଗ ସଜାଡ଼ିବା ଦରକାର। ତେଣୁ ଅବଚେତନ ମନ ଠିକ ଗୋଟେ ବଗିଚା ଭଳିଆ, ଆପଣ କେଉଁ ଗଛ ଲଗେଇଲେ ତାର କିଛି ଯାଏ ଆସେ ନା, ସେ କିନ୍ତୁ ନିରପେକ୍ଷ, ସେ କିଛି ବାଛ ବିଚାର କରିବନି। ଯଦି ଆପଣ ଭଲ ମଞ୍ଜି ଲଗେଇବେ ତ ବଗିଚାଟି ଭଲ ଗଛରେ ପରିପୂର୍ଣ୍ଣ ହୋଇ ଉଠିବା, ସୁନ୍ଦର ଦିଶିବ। ନହେଲେ କଣ୍ଟା ଝଣ୍ଟାରେ ପୁରୀ ଯାଇ ଅରମା ପାଲଟିଯିବ। ଏମିତିକି ଆପଣ ଯଦି ଭଲ ମଞ୍ଜି ଲଗେଇବେ ତ କଣ୍ଟା ଗଛ ତଥାପି ଉଠିବ। କଣ୍ଟା ଝଣ୍ଟା ବାଛିବାର ପ୍ରକ୍ରିୟା କ୍ରମାଗତ ଭାବରେ ଚାଲୁ ରହିବା ଉଚିତ। ମଣିଷର ମନ କିଛି ଅଲଗା ନୁହଁ। ମନେ ରଖନ୍ତୁ, ସକାରାତ୍ମକ ଏବଂ ନକାରାତ୍ମକ ଚିନ୍ତା ଏକା ବେଳକେ ମନକୁ ଅଧିକାର କରେ ନା।
ଆଇଦର ସକାରାତ୍ମକ ଭାବନା ଆପଣଙ୍କୁ ଅଧିକାର କରିବ, ମନକୁ ଅଧିକାର କରିବ, କିମ୍ବା ନକାରାତ୍ମକ ମନୋବୃତ୍ତି ଆପଣଙ୍କ ମନକୁ ଅଧିକାର କରିବ। ତେଣୁ ସେଇଟା ନିଜ ଉପରେ ନିର୍ଭର କରେ। ଆପଣଙ୍କର ସାଙ୍ଗ ଅନେକ ଥାଇପାରନ୍ତି, କିନ୍ତୁ ବନ୍ଧୁ ଆପଣଙ୍କର ଖୁବ କ୍ୱଚିତ ଥିବେ। ବନ୍ଧୁ ମାନେ ଯାହା ପାଖରେ ଆପଣ ନିସଙ୍କୋଚରେ ନିସର୍ତ୍ତରେ ସବୁ କଥା ଖୋଲି କହିପାରୁଥିବେ, ପରାମର୍ଶ ନେଇପାରୁଥିବେ, ସିଏ ଆପଣଙ୍କର ତ୍ରୁଟି ବିଚ୍ୟୁତି ମାନେ କହିଦେଉଥିବ। ଆପଣଙ୍କୁ ଯିଏ ଖାଲି ପ୍ରଶଂସା କଲା, ଆପଣ ଭଲ, ଆପଣଙ୍କ କାମ ଭଲ, ଆପଣ ଯୋଉ ତିଆରି କରୁଛନ୍ତି ସବୁ କିଛି ଭଲ, ଆପଣ ଦେଖିବେ ସିଏ ଆପଣଙ୍କର ମାନେ ପ୍ରକୃତରେ ସିଏ ଆପଣଙ୍କର ହିତାକାଂକ୍ଷୀ ନଥିବ। ହିତାକାଂକ୍ଷୀ ଯିଏ ସିଏ ଆପଣଙ୍କର ଭଲକୁ ଯେମିତି ପ୍ରଶଂସା କରିବ, ମନ୍ଦକୁ ମଧ୍ୟ ସେମିତି କହିବ, ଏଇଟା ଏମିତି ହବା ଉଚିତ ନଥିଲା, ତୁ କାହିଁ ଏମିତି କଲୁ। ତେଣୁ ଅବଚେତନ ମନକୁ ଯଦି ଆମେ ନ ସଜାଡ଼ିବା, ତାହେଲେ ଆମେ ସଚେତନ ଭାବରେ ଆମେ ଯୋଉ କାମରେ ହାତ ଦଉଥିବା ସେଥିରେ ଅସଫଳ ହବା। ତେଣୁ ପ୍ରାରମ୍ଭିକ ଅବସ୍ଥାରେ ଜଣେ ଯୋଗୀକୁ ନିଜ ସତ୍ତାର ପ୍ରତ୍ୟେକ ସ୍ତରରେ, ବିଶ୍ୱଜନୀନ ସତ୍ତାର ସମସ୍ତ କ୍ଷେତ୍ରରେ ସଚେତନ ହେବାକୁ ପଡ଼ିବ। କେବଳ ଚିନ୍ତା ଦ୍ୱାରା ନୁହେଁ, ନିଜ ମଧ୍ୟରେ, ଅନ୍ୟମାନଙ୍କ ମଧ୍ୟରେ, ସମସ୍ତ ବସ୍ତୁ ମଧ୍ୟରେ, ଜାଗ୍ରତ ଅବସ୍ଥାରେ, ନିଦ୍ରା କାଳରେ, ସେଥିରେ ଯାହାକୁ ଆମେ ମରଣ ବୋଲି ବି କହୁ, ତାହା ମଧ୍ୟରେ ମଧ୍ୟ ସେ ସଚେତନ ହେବାକୁ ପଡ଼ିବ। କାରଣ ଜୀବନରେ ଆମେ ଯେତିକି ସଚେତନ ହଉ, ଆମର ମରଣରେ ମଧ୍ୟ ସେତିକି ସଚେତନ ହବା ଦରକାର। ତେଣୁ ସଚେତନତା ହଉଛି ସେ କଥାଟାକୁ ଆମେ ଯେମିତି ଜାଗ୍ରତ ଭାବରେ ଧରି ରଖୁଥିବା। ତେଣୁ ସଚେତନ ନହେଲେ ଆମେ ନିଜକୁ କେବେ ବି ସଜାଡ଼ି ପାରିବା ନାହିଁ, କିମ୍ବା ଆମର ଚେତନାର ଯୋଉ ସ୍ତର ସବୁ ଅଛି ତାକୁ ମଧ୍ୟ ସଜାଡ଼ି ପାରିବା ନାହିଁ। ତେଣୁ ଆକୁ ସଜାଡ଼ିବାକୁ ହେଲେ କଣ ହବ ନା, ଆମକୁ ସେ ଅବଚେତନର ସ୍ତର ଭିତରକୁ ଯିବାକୁ ପଡ଼ିବ, ବା ଅବଚେତନରେ ଆମେ କଣ ଗ୍ରହଣ କରିବୁ, କଣ ଗ୍ରହଣ କରିବୁନି, ସେଇଟା ଆମ ଉପରେ ନିର୍ଭର କରେ। ସିଲେକ୍ସନ ଆମେ ହିଁ କରିବା ଦରକାର। ଯେତେବେଳେ ଆମେ ଅନ୍ୟମାନଙ୍କୁ ନିନ୍ଦା କରୁଥାଉ, ସେତେବେଳେ ଆମେ କିନ୍ତୁ ନିଜକୁ ଭୁଲି ଯାଇଥାଉ। ଆମେ ଅଲଗା ମାନଙ୍କର ଭୁଲ ଗୁଡାକ ଆମକୁ ଜଳ ଜଳ ହେଇ ଦେଖାଉଥାଉ, କିନ୍ତୁ ନିଜେ ଯେ 100 ପ୍ରକାର ଭୁଲ କରୁଛି ସେ କଥା ତାକୁ ବିଲକୁଲ ଦେଖାଯାଏ ନା, କାରଣ ତା ଦୃଷ୍ଟିରେ ସବୁବେଳେ ଆଗକୁ ଥାଏ, ଅନ୍ତର୍ମୁଖୀ ନଥାଏ। ତେଣୁ ଶ୍ରୀ ଅରବିନ୍ଦଙ୍କ ଯୋଗ ଭିତରକୁ ପ୍ରବେଶ କରିବାକୁ ହେଲେ ଆପଣଙ୍କୁ ଅନ୍ତର୍ମୁଖୀ ହିଁ ହେବାକୁ ପଡ଼ିବ। ଶ୍ରୀ ଅରବିନ୍ଦଙ୍କର ବା ମାଙ୍କର ଯେକୌଣସି ବହି ଆପଣ ପଢନ୍ତୁ, ସେ କୋଉଠି କାହା ବିରୁଦ୍ଧ କଥା କହୁନାହାନ୍ତି। ଯେତେବେଳେ ଆପଣ ସେ ବହି ପଢିବା ଆରମ୍ଭ କରିବେ, ମାଙ୍କର ବା ଶ୍ରୀ ଅରବିନ୍ଦଙ୍କ ବହି ପଢିବା ଆରମ୍ଭ କରିବେ, ତ୍ରୁଟିଟା ଆପଣ ନିଜେ ହିଁ ଜାଣିବେ ଯେ ସବୁ ଅସୁବିଧାର ମୂଳ କାରଣ ମୁଁ ନିଜେ। ତେଣୁ ନିଜକୁ ସଜାଡ଼ିବା ପାଇଁ ଆପଣ ତତ୍ପର ହେବା ଦରକାର, ବା ତତ୍ପର ହେବେ ଯଦି ତାଙ୍କ ସହିତ ଲାଗି ରହିଥାନ୍ତି। ଆମେ ସଜାଡ଼ି ପାରୁ ନିଜକୁ, ମାଙ୍କ ପାଖରେ ମାଙ୍କ ପାଖରେ ଛିଡା ହେବା, ମାଙ୍କୁ କହିବା, ମାଙ୍କ ଆଖି ସହିତ ଆଖି ମିଳେଇବା, ମା ମୋ ଭିତରେ ଏଇ ଗୁଣ ଗୁଡିକ ମତେ ବହୁତ ତଳକୁ ଟାଣି ନେଉଛି, ମୁଁ ଚାହୁଁନି ରାଗିବା ପାଇଁ ବା କ୍ରୋଧ ପ୍ରକାଶ କରିବା ପାଇଁ, ମୁଁ କିନ୍ତୁ ରାଗି ଯାଉଛି, କାହିଁକି? ମତେ ଟିକେ ସଚେତନ କରେଇଦିଅ ମା। ଆପଣ ଦେଖିବେ ମାନେ ବର୍ଷ ବର୍ଷ ଧରି ତିଆରି ହେଇଥିବା ସମ୍ପର୍କର ସୌଧ ଗୁଡାକ କ୍ରୋଧର ସାମାନ୍ୟ ନିଆଁରେ ତା ପୋଡ଼ି ଭସ୍ମୀଭୂତ ହେଇଯାଏ। ତେଣୁ ଯେତେବେଳେ ଆମ ଭିତରକୁ କ୍ରୋଧଟି ମାନେ ପ୍ରବେଶ କରେ, ସେତେବେଳେ ଆମେ ଏକ ପ୍ରକାର ଶୈତାନ ପାଲଟି ଯାଉ, ବା ଶୈତାନ ବା ପିଚାସଟାଏ ଆମ ମସ୍ତିଷ୍କ ଭିତରେ ପହଞ୍ଚି ଯାଇଥାଏ। ତାକୁ ଆଉ କିଛି ଦେଖାଯିବନି, କାହାର ଭଲ ଗୁଣ ଗୁଡିକ କିଛି ଦେଖାଯିବନି, ସବୁ ମନ୍ଦ ଗୁଣ ଗୁଡା ଦେଖାଯିବ। ତେଣୁ ଆମେ ନିଜକୁ କୋଉଥିରେ ପରିପୂର୍ଣ୍ଣ କରିବା ତାହା ଆମକୁ କେହି ବତେଇବା ଦରକାର ନାହିଁ। ମା ଶ୍ରୀ ଅରବିନ୍ଦଙ୍କୁ ପଢନ୍ତୁ, ପାଠଚକ୍ରରେ ବସନ୍ତୁ, ମାଙ୍କୁ ସିଧାସଳଖ ବି କୁହନ୍ତୁ, ମା ମୁଁ ତୋର ଗୋଟେ ଅଜ୍ଞାନ ଶିଶୁ, ମୁଁ ଜାଣିନି ମୁଁ କେମିତି ଖାଇବି, କେମିତି ବଞ୍ଚିବି, କେମିତି ଚାଲିବି। ମତେ ଲାଗୁଛି ଯେତେବେଳେ ଆପଣ ସଚେତନ ହେବାକୁ ଆରମ୍ଭ କରିବେ, ଆପଣଙ୍କ ଭିତରେ ସେ ଜିନିଷ ପ୍ରକାଶ ପାଇବ ଯେ ମୁଁ ଏ କାମଟା କରୁଛି କାହାକୁ କଷ୍ଟ ହଉନି ତ, ମୋ ଦ୍ୱାରା କିଏ ଅସମ୍ମାନିତ ହଉନାହାନ୍ତି ତ, ବା କିଏ କଷ୍ଟ ପାଉନାହାନ୍ତି ତ, ଏମିତି ଭାବନା ଗୁଡିକ ଆପଣଙ୍କ ଭିତରୁ ଆସିବ। କାହିଁକିନା ଆପଣ ଧୀରେ ଧୀରେ ସଚେତନ ହେବାକୁ ଆରମ୍ଭ କରିବେ। ଯେତେବେଳେ ସଚେତନ ନଥିବେ ଆପଣ କହିବେ କେବଳ ମୁଁ ଠିକ, ଆଉ ସମସ୍ତେ ଭୁଲ, ଯାହା ଫଳରେ ଘରେ ଅଶାନ୍ତି, ବାହାରେ ଅଶାନ୍ତି, ଆପଣଙ୍କ ଅଫିସରେ ଅଶାନ୍ତି, ବ୍ୟବସାୟରେ ଅଶାନ୍ତି, ସବୁ ଜାଗାରେ
ତେଣୁ ଅଶାନ୍ତିର ମୂଳ କାରଣ ଆଉ କେହି ନୁହନ୍ତି, ବ୍ୟକ୍ତିବିଶେଷ ନୁହନ୍ତି, କେବଳ ଆମେ ନିଜେ। ଆମେ ଆମ ଭିତରକୁ କୋଉଥିରେ ପରିପୂର୍ଣ୍ଣ କରି ରଖିଛେ, ଅସଦ ଭାବନାରେ ନା ସଦ୍ଭାବନାରେ, ପଜିଟିଭରେ ନା ନେଗେଟିଭରେ। କିନ୍ତୁ ଶ୍ରୀ ଅରବିନ୍ଦଙ୍କ କଥାକୁ ସ୍ୱୀକାର କରିବାକୁ ହିଁ ଆମକୁ, କାରଣ ଜୀବନରେ ଆମେ ଯେତିକି ସଚେତନ ହବା ଆମର ମରଣରେ ମଧ୍ୟ ସେତିକି ସଚେତନ ହବା ଦରକାର। କିନ୍ତୁ କେବଳ ଶ୍ରୀ ଅରବିନ୍ଦଙ୍କ କଥାକୁ ସ୍ୱୀକାର କରିନେବାକୁ ହବ ନାହିଁ, ନିଜ ପାଇଁ ଏହାକୁ ଲାଭ କରିବାକୁ ହବ ବୋଲି ସେ ଦୃଢ ଭାବରେ କହିଛନ୍ତି। ତେଣୁ ଆମ୍ଭମାନଙ୍କୁ ଅନେକ କଷ୍ଟ ସ୍ୱୀକାର କରି ତାକୁ ଆବିଷ୍କାର କରିବାକୁ ହବ, ଯାହା ଆମ ସତ୍ତାର ବିଭିନ୍ନ ପ୍ରକାଶକୁ ଅର୍ଥାତ୍ ନିଦ୍ରା ଅବସ୍ଥା, ଜାଗ୍ରତ ଅବସ୍ଥା, ମୃତ୍ୟୁକୁ ସଂଲଗ୍ନ କରେ, ଆମକୁ ଚେତନାର ଅନ୍ୟାନ୍ୟ ଆକାର ସଂସ୍ପର୍ଶରେ ଆସିବାର ସାମର୍ଥ୍ୟ ମଧ୍ୟ ପ୍ରଦାନ କରେ। ତେଣୁ ଆମକୁ ନିଜକୁ ସଜାଡ଼ିବାକୁ ପଡ଼ିବ। ମାନସିକ ନିରବତା ଉପରେ ପର୍ଯ୍ୟବେସିତ ପରୀକ୍ଷାମୂଳକ ଉପାୟ ସବୁକୁ ଅନୁସରଣ କରି ଆମେ ଅନେକ କିଛି ଆବିଷ୍କାର କରିବୁ, ଯାହା କ୍ରମଶଃ ଆମକୁ ନିର୍ଦ୍ଦିଷ୍ଟ ପଥରେ ଅବସ୍ଥାପିତ କରିବ। ଯୋଉ ମନ ଆମକୁ ଭୁଲ ବାଟେ ବା ଭୁଲ ପରାମର୍ଶ ଦଉଛି, ସେଇ ମନ ମଧ୍ୟ ଆମକୁ ଉଚ୍ଚତର ଶିଖର ଦେଶକୁ ଯିବା ପାଇଁ ପରାମର୍ଶ ଦବ। ସେ ଅନ୍ଧକାରକୁ ବାଛିବ ନାହିଁ, ଆଲୋକକୁ ବାଛିବ। ନେଗେଟିଭ ଗ୍ରହଣ କରିବନି, ପଜିଟିଭ ଗ୍ରହଣ କରିବ। ଯାହା ତା ପାଇଁ ଆବଶ୍ୟକ ସେ ସେଇଆକୁ ଆଣିବ। ଆପଣ ଯାଇଛନ୍ତି କିଛି ଫୁଲ ଚାରା ଆଣିବା ପାଇଁ, ବିକୁଥିବା ଦୋକାନୀଟି ଆପଣଙ୍କୁ ଯୋଉ ଚାରା ଦେଲେ କଣ ଆପଣ ଜିତି ଆସିବେ? ଆପଣ ଆଣିବେନି। ଆପଣ ନିର୍ଦ୍ଦିଷ୍ଟ ଭାବରେ ଚିନ୍ତା କରି ଯାଇଥିବେ, ମୁଁ ଏଇ ଗଛ ଗୁଡ଼ିକ ମୋ ମାନେ ବଗିଚାରେ ଲଗେଇବି, ଏଇ ଫୁଲ ଗୁଡ଼ିକ ମୋର ଫୁଟିବ, ଆପଣ ଇଚ୍ଛା କରିଛନ୍ତି। ତେଣୁ ସେଇ ଗଛ ସେଠି ଅଛି କି ନାହିଁ ଆପଣ ଆଗ ଖୋଜିବେ। ଯଦି ନାହିଁ ତାହେଲେ ସେଠୁ ଆପଣ ନେଇ ଅଲଗା ଗୋଟେ ଜାଗାକୁ ଯିବେ। ସେମିତି ଆମେ ବନ୍ଧୁତ୍ୱ ମାନେ ବନ୍ଧୁ ବାଛିବାଠୁ ଆରମ୍ଭ କରି ସବୁ କିଛିକୁ ଆମ ମାନେ ପରିବେଶ ପରିସ୍ଥିତି ସବୁ କିଛି ଆମକୁ ନିର୍ବାଚନ କରିବାକୁ ପଡ଼ିବ। ଆମକୁ ମାନେ ବାଛିବାକୁ ପଡ଼ିବ, ମୋ ପାଇଁ କୋଉ ଗୋଟାକୁ ଉପଯୁକ୍ତ ବା କୋଉ ଗୋଟାକୁ ଉପଯୁକ୍ତ ନୁହଁ। ତେଣୁ ଆମେ ଦେଖିବା ଯେ ଆମେ ଯେତେ ପ୍ରକାର ବିଶୃଙ୍ଖଳା ମଧ୍ୟରେ ବାସ କରୁ, ସେ ସବୁ କ୍ରମଶଃ ବିନାଶ ପ୍ରାପ୍ତ ବି ହୁଅନ୍ତି। ଆମ ସତ୍ତାର ସ୍ତର ସବୁ ସ୍ପଷ୍ଟତର ଭାବରେ ପରିଦୃଷ୍ଟ ମଧ୍ୟ ହୁଅନ୍ତି। ସତେ ଯେପରି ଆମେ ଅନେକ ଗୁଡ଼ାଏ ଅଂଶ ଦ୍ୱାରା ନିର୍ମିତ ହେଇଛୁ। ପ୍ରତ୍ୟେକ ଅଂଶର ଗୋଟେ ନିଜସ୍ୱ ବ୍ୟକ୍ତିତ୍ୱ, ନିର୍ଦ୍ଦିଷ୍ଟ କେନ୍ଦ୍ର ମଧ୍ୟ ରହିଛି। ଆହୁରି ମଧ୍ୟ ଗୋଟେ ନିଜସ୍ୱ ଜୀବନ ବି ରହିଛି, ଯାହା ଅନ୍ୟ ଅଂଶ ଗୁଡ଼ିକ ଉପରେ ନିର୍ଭରଶୀଳ ନୁହନ୍ତି। ଏଇ ବହୁ ଧ୍ୱନିତ, ଯାହାକି ପ୍ରକୃତରେ କଟୁ ଧ୍ୱନିତ ହିଁ ତାହା ଆମ ମନର ସ୍ୱର ଦ୍ୱାରା ଆବୃତ ହେଇଯାଏ। ମନର ସ୍ୱର ଅନ୍ୟ ସବୁ କିଛିକୁ ବୁଡ଼େଇ ଦିଏ, ତାହାକୁ ଠିକ ବୋଲି ସେ ଘୋଷଣା କରିଦିଏ। ଆମ ସତ୍ତାର କୌଣସି ସ୍ତରରେ ଏପରି କିଛି ଘଟଣା ଘଟେ ନାହିଁ, ଗୋଟେ ଆଦେଶ କିମ୍ବା ଅଭିଳାଷ ବା ଆଖିର ଗୋଟେ ପଲକ ମଧ୍ୟ ବାଦ ଯାଏ ନାହିଁ। ମନ ସବୁ କିଛିକୁ ଆକର୍ଷଣ କରି ନେଇ ଚିନ୍ତାର ଆବରଣରେ ତାକୁ ଆବୃତ କରିଦିଏ। ମନର କାମ ହଉଛି କଣ କରେ ନା, ସେ ଆମେ ଯୋଉ କଥାକୁ ଚିନ୍ତା କରୁ ସେ ତାକୁ ତା ଭାବନା ଅନୁସାରେ ବଦଳେଇ ଦିଏ। ଦେଖିବେ ଆପଣ ଗୋଟେ ଜଣକୁ କଥା କୁହନ୍ତୁ, କୌଣସି ଗୋଟେ ଘଟଣା ବାବଦରେ କୁହନ୍ତୁ, ସେ ବ୍ୟକ୍ତିକୁ ଆପଣ ଯାହା କହିଲେ ସେ ବ୍ୟକ୍ତି ଆଉ ଜଣଙ୍କୁ ଯେତେବେଳେ କହିବ, ସେଥିରେ ତା ଭାବନା କିଛି ମିଶିବ। ସେ ଲୋକକୁ କହିଲା, ସେ ଲୋକ ଯେତେବେଳେ ଆଉ କାହାକୁ କହିବ, ସେଥିରେ ଏ ଭାବନା ସାଙ୍ଗରେ ତା ନିଜସ୍ୱ ଭାବନା ମଧ୍ୟ ମିଶିବ। ଫଳରେ ଶେଷକୁ ଏମିତି ଅବସ୍ଥା ଆସି ପହଞ୍ଚେ, ମୂଳ ସତ୍ୟଟି କୁଆଡ଼େ ଉଭା ନେଇଯାଇଥାଏ। କେବଳ କଲର ଗୁଡ଼ାକ ଆମେ ଦେଖୁଥାଉ, ମୂଳ ସତ୍ୟଟି ଦୂରେଇ ଯାଇଥାଏ। କେବଳ ମିଥ୍ୟା ଗୁଡ଼ିକ ଆମେ ମଧ୍ୟ ଶୁଣିଥାଉ। ତେଣୁ ମନ କଣ କରେ ନା, ସେ ତା ମାନେ ତା ନିଜ ଭାବନା ତା ଭିତରେ ମିଶେଇ ଦିଏ। ଅନ୍ୟ କଥାରେ କୁହାଯାଇପାରେ ଯେ ଆମେ ସବୁ କିଛିକୁ ମନୋନ୍ୟାସ କରିଦେଉ। ବିବର୍ତ୍ତନ ପଥରେ ମନର ପ୍ରକୃତ କର୍ତ୍ତବ୍ୟ ତାହା ହିଁ। ଏହା ଆମ ସତ୍ତାର ସମସ୍ତ କ୍ରିୟାକଳାପକୁ ଆମର ଚେତନାର ଉପର ସ୍ତରକୁ ଆସିବାରେ ସାହାଯ୍ୟ ମଧ୍ୟ କରେ। ନଚେତ୍ ସେସବୁ ଅବଚେତନା ବା ଅତିଚେତନାର ସ୍ଫୁଲିଙ୍ଗ ପରି ଲୁକାୟିତ ହେଇ ରହିଯାଇଥାନ୍ତା। ଏହା ମଧ୍ୟ ତାର ନିଜର ଅଖଣ୍ଡ ସାମ୍ରାଜ୍ୟର ଛୋଟ ଛୋଟ କରଦ ରାଜ୍ୟ ଗୁଡ଼ିକୁ ଏକାଠି କରି ଅରାଜକତା ଭିତରେ କିଛିଟା ଶୃଙ୍ଖଳା ପ୍ରତିଷ୍ଠା କରିବାକୁ ସେ ସାହାଯ୍ୟ କରେ। କିନ୍ତୁ ଏପରି କରିବା ଦ୍ୱାରା
ଏହା ସେମାନଙ୍କର ପ୍ରକୃତ ସ୍ୱର ବା କାର୍ଯ୍ୟକଳାପକୁ ଘୋଡ଼େଇ ଦିଏ। ତେଣୁ ମୁଁ ଯୋଉ ଟିକେ ପୂର୍ବରୁ କହୁଥିଲି ଯୋଉ କଥାଟି ଯେ ପ୍ରକୃତ ସତ୍ୟକୁ ମନ କଣ କରେ ଅପଭ୍ରଂଶ କରିଦିଏ, ତା ପ୍ରକୃତ ସ୍ୱରୂପକୁ ସିଏ କଣ କରେ ପ୍ରକାଶ କରିପାରେ ନା। ଆମେ ଯେତେବେଳେ କୌଣସି ପାଠଚକ୍ରରେ ହଉ ବା କୌଣସି ଭାଷଣ କାର୍ଯ୍ୟକ୍ରମ ଥାଏ ଆମେ କହୁ, ଆମେ ଅସର ସତ୍ୟ ପାଖରୁ ବେଳେ ବେଳେ ଦୂରେଇ ଯାଉ। ଫଳରେ କଣ ହୁଏ ନା ଆମ ମନ ସେଥିରେ କିଛି କିଛି ଜିନିଷ ଆଡ କରିଦିଏ, ଯାହା ଫଳରେ ପ୍ରକୃତ ଯୋଉ ଅନୁଭବ ଆମ ଭିତରେ ଆସିବା କଥା ତାହା ଆସିପାରେ ନା। ଆଉ ମନ ଗୋଟେ ହଉଛି ଏମିତି ଯନ୍ତ୍ର ସେ ସବୁବେଳେ ନୂତନତ୍ୱ ଖୋଜେ, ତାକୁ ପୁରୁଣା ଜିନିଷ ମୋଟେ ଭଲ ଲାଗେ ନା। ପୁରୁଣା ଜିନିଷ ମୋଟେ ସେ ଆପଣ ଗୋଟେ କଥାକୁ ବାରମ୍ବାର ଶୁଣନ୍ତୁ। ମତେ ଜଣେ ଅପା ମଧ୍ୟ କହିଲେ ଥରେ, କହିଲେ ମତେ ସେ କାଶତଣ୍ଡି ଫୁଲ ମାନେ କାଶତଣ୍ଡି ନାଁ ଶୁଣିଲେ ମତେ ଆଲର୍ଜିକ ଲାଗେ। ବୁଝିପାରୁଛନ୍ତି? ତେଣୁ ଶବ୍ଦ ମଧ୍ୟ ବେଳେବେଳେ ଆଲର୍ଜିକ ସୃଷ୍ଟି କରେ। ତେଣୁ ଆମେ ସେଇ ଶବ୍ଦ ରୂପାନ୍ତର ଯୁଗରେ ମାନେ କଣ ରୂପାନ୍ତର ମନପ୍ରାଣ ଶରୀରରେ ଭଗତ ପ୍ରାପ୍ତି, ରୂପାନ୍ତରିତ ମନପ୍ରାଣ ଶରୀରରେ ଭଗତ ପ୍ରାପ୍ତି, ଏଇ କଥାଟା ଯଦି ସିଧାସଳଖ ଏମିତି ଖାଲି କହିବା ଧୀରେ ଧୀରେ କଣ ହବ ନା ତାହା ମନ ତାକୁ ଗ୍ରହଣ କରିବନି। ହଁ ସେଇ କଥା ତ କହୁଛନ୍ତି ଆଉ, କିନ୍ତୁ ମନ ସେଇ କଥା ଶୁଣିବ କିନ୍ତୁ ଟିକେ ବୁଲେଇ ବଙ୍କେଇ ଶୁଣିବ, ଟିକେ ଅଲଗା ବାଗରେ ଶୁଣିବ। ଫଳରେ କଣ ହୁଏ ନା ମନ ତାକୁ ଗ୍ରହଣ କରେ ଆଉ ତାକୁ ଭଲ ବି ଲାଗେ। ତେଣୁ ଚେତନା ଯେତେବେଳେ ଆମର କଣ ଗ୍ରୋ କରିକା ଯାଏ ସେତେବେଳେ ଆମକୁ ସବୁ ନୂତନତ୍ୱ ଜିନିଷ ଉପଲବ୍ଧି ଆସେ। ଆମେ ଯୋଉ ଢଙ୍ଗରେ ଆଗରୁ କଥା କହୁଥିଲୁ ଆମର କଥା କହିବାର ତରିକା ମଧ୍ୟ ବଦଳିଯିବ। ଯୋଉ କଥା ଅଲଗା ମାନଙ୍କ ଭିତରେ ରୋଷ ସୃଷ୍ଟି କରୁଥିଲା, ଗୋଟେ ନେଗେଟିଭର ବାତାବରଣ ସୃଷ୍ଟି କରୁଥିଲା, ସେଇ ଶବ୍ଦ ଆପଣଙ୍କ ପାଖରୁ ବାହାରୁଥିବ କିନ୍ତୁ ତାହା ଅଲଗାଙ୍କ ଭିତରେ କଣ କରେ ନା ଗୋଟେ ଆନନ୍ଦର ବାତାବରଣ ସୃଷ୍ଟି କରେ। ଆପଣଙ୍କ ଭିତରଟା ଖୁସି ଖୁସି ଲାଗେ। ତେଣୁ ଆପଣ ଦେଖିଥିବେ ଆପଣଙ୍କ ଘରକୁ କିଛି କିଛି ଲୋକ ଆସନ୍ତି, ଯୋଉ ବ୍ୟକ୍ତିମାନେ ଆସନ୍ତି କିଛି କିଛି ଲୋକ ଆସିବା ଫଳରେ ସେମାନଙ୍କ ସାଙ୍ଗରେ ଆପଣ କିଛି ସମୟ କଥା ହେଲା ଫଳରେ ଆପଣ ଦେଖିବେ ଆପଣ ପୁରା ନେଗେଟିଭ ହେଇଯିବେ। କିମ୍ବା କିଛି ଲୋକ ଆସନ୍ତି ଆପଣଙ୍କ ସାଙ୍ଗରେ କିଛି ସମୟ କଥା ମୋଟେ ହେଇକି ଚାଲିଯିବେ, ଆପଣଙ୍କ ଘରଟି ଚେତନାମୟ ଉଠିବ। ଆହା ଆଉ 10 ମିନିଟ୍ ଖଣ୍ଡେ ବସିଥିଲେ ହେଇନଥାନ୍ତା, ଆଉ ଦୀପଦ କଣ କହିଥିଲେ ହେଇନଥାନ୍ତା, କେତେ ସୁନ୍ଦର ଲାଗୁଛି। ତା ଅର୍ଥ ତା ଚେତନାଟି ଯୋଉ ଅବସ୍ଥାରେ ଥାଏ ସେ ବାତାବରଣଟିକୁ ମଧ୍ୟ ସେ ସେଇ ଅନୁସାରେ ପରିବର୍ତ୍ତନ କରିଦିଏ। ତେଣୁ ସବୁ କିଛି ନିର୍ଭର କରୁଛି ଆମ ଚେତନା ଆମେ କୋଉଥିରେ ପରିପୂର୍ଣ୍ଣ କରି ରଖିଛେ। ତେଣୁ ବାଛିବା ଦାୟିତ୍ୱ ଆମର। ମା ଆଉ ଶ୍ରୀ ଅରବିନ୍ଦ ତାଙ୍କର ପ୍ରତ୍ୟେକ ଲେଖା ଭିତରେ ଆମକୁ ବୁଝେଇ ଦେଇଛନ୍ତି ଏଇଟା ଏଇଆ ସେଇଟା ସେଇଆ, ସବୁ ଜିନିଷର ନେଗେଟିଭ ପଜିଟିଭ ସବୁ କଥା ବୁଝେଇ ଦେଇଛନ୍ତି। କିନ୍ତୁ ସେ କାହା କୋଉଠି କହିନାହାନ୍ତି ଯେ ତୁ ୟାକୁ ହିଁ ଗ୍ରହଣ କର, ଏ କଥା ସେ କୋଉଠି କହିନାହାନ୍ତି। ଚଏସ୍ ଇଜ ୟୁଅର୍ସ, ତୁମେ ନିଷ୍ପତ୍ତି ନବ, ତୁମେ ତାକୁ ଗ୍ରହଣ କରିବ କି ନ କରିବ, ମେ ଅର ମେ ନଟ୍ ବି। ତେଣୁ ସବୁ କିଛି ପ୍ରତି ବ୍ୟକ୍ତି ବିଶେଷ ଉପରେ ନିର୍ଭର କରୁଛି। ମୁଁ ମୋ ଘରଟିକୁ ବୈକୁଣ୍ଠପୁର କରିବି କି ନରକପୁର କରିବି ସେ କଥା ମତେ ହିଁ ମାନେ ନିଷ୍ପତ୍ତି ନେବାକୁ ପଡିବ। ମୁଁ ପ୍ରତ୍ୟେକ ବ୍ୟକ୍ତି ଯେତେବେଳେ କୌଣସି ଗୋଟେ ଅବସାଦ ଆସେ, କଷ୍ଟ ଆସେ ବା କୌଣସି ଝଡଝଞ୍ଜା ଆସେ, ସେ ତା ଘରକୁ ପଳେଇ ଆସେ ଟିକେ କଣ ବିଶ୍ରାମ ନେବା ପାଇଁ। କିନ୍ତୁ ସେ ଘରଟା ଯଦି ଗୋଟେ କଣ ନର୍କପୁର ହେଇଯାଇଥିବ ସେଠି କି ବିଶ୍ରାମ ନବ? ସେଠି ତ ବେଶୀ ଅବସାଦ ତାକୁ ମାଡି ବସିବ, ବେଶୀ କଷ୍ଟ ପାଇବ, ବାହାର ଅପେକ୍ଷା ସେଠି ବେଶୀ ଯନ୍ତ୍ରଣା ପାଇବ। ତେଣୁ ଆମକୁ ସଜାଡିବାକୁ ପଡିବ। ବାହାରଟା ସେତିକିବେଳେ ସଜାଡି ହେଇଯିବ ଯେତେବେଳେ ଆମ ଭିତରଟି ଆପଣା ଛାଇ ସଜାଡି ହେଇଯିବ। ଆମ ଭିତର ମାନେ ଆମର ଅବଚେତନ ସ୍ତରଟି ସଜାଡି ହେଇଯିବ। ଆମ ଅବଚେତନରେ ଆମେ କୋଉ କଥାକୁ ଗ୍ରହଣ କରିବା କୋଉ କଥାକୁ ଗ୍ରହଣ କରିବାନି ତାହା ଆମରି ଉପରେ ନିର୍ଭର କରେ। କିନ୍ତୁ ଏହିପରି କରିବା ଦ୍ୱାରା ଏହା ସେମାନଙ୍କ ପ୍ରକୃତ ସ୍ୱର ଓ କାର୍ଯ୍ୟକଳାପକୁ ଘୋଡେଇ ଦେଇଥାଏ। ସାର୍ବଭୌମ ଠାରୁ କ୍ଷମତା ଅତ୍ୟାଚାର ଆଡକୁ ଯିବାକୁ ଗୋଟେ ମାତ୍ର ପାହାଚ ଅଛି। ସମସ୍ତ ଅଧିମାନସିକ ଯାନ୍ତ୍ରିକ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବରେ ପୋଛି ହେଇଯାଏ ଯଦି ଅତି ଚେତନାର କୌଣସି ସ୍ୱର ଦୈବାତ ଉପରକୁ ଆସିଯାଏ। ତାହା ମୁହୂର୍ତ୍ତକ ମଧ୍ୟରେ ବିକୃତ ହେଇଯାଏ, ହ୍ରାସପ୍ରାପ୍ତ ହେଇଯାଏ, ଆବୃତ ହେଇଯାଏ। କାହିଁକି ନା ସେଇ ସ୍ୱର ଅତି ଚେତନାର ସ୍ୱରକୁ ଶୁଣିବା ପାଇଁ ବା ଗ୍ରହଣ କରିବା ପାଇଁ ଏ ପୃଥିବୀ ଏପର୍ଯ୍ୟନ୍ତ ସମର୍ଥ ହେଇନଥିଲା।
ଯାହା ଫଳରେ ଯଦି ପୃଥିବୀ ସେତିକି ପ୍ରସ୍ତୁତ ହେଇଥାନ୍ତା ଶ୍ରୀଅରବିନ୍ଦୁଙ୍କୁ କାହିଁକି ବଳିଦାନ ଦେବାକୁ ପଡିଥାନ୍ତା? ତେଣୁ ପୃଥିବୀ ପ୍ରସ୍ତୁତ ହେଇନଥିଲା ବୋଲି ଯୋଗେଶ୍ୱର ନିଜେ ନିଜକୁ ଦେଇଦେଲେ। ତେଣୁ ସେ ଆମ ପାଇଁ କେତେ କଷ୍ଟ ସ୍ୱୀକାର କରିଛନ୍ତି, କେତେ ସେ କଥା ଆମେ ଯଦି ଶ୍ରୀଅରବିନ୍ଦୁଙ୍କୁ ପଢିବା ଭଲ ଭାବରେ ଅନୁଭବ କରିପାରିବା। ତେଣୁ ସେଇ ଅନୁଭବ ଆମ ଭିତରେ ଆସୁ, ଆମେ ପ୍ରଭୁଙ୍କୁ ପଢିବା ପାଇଁ ଯେପରି ଆମ ଭିତରେ ଉତ୍କଣ୍ଠା ଜାଗେ, ନିଜକୁ ସଜାଡ଼ିବା ପାଇଁ ଆମ ଭିତରେ ସଚେତନତା କିପରି ଆସେ, ସେଥିପାଇଁ ମାଙ୍କୁ ପ୍ରାର୍ଥନା କରିବା, ହେ ମା ତୁମେ ମୋ ଭିତରେ ରହି ମତେ ସଜାଡ଼ି ଦିଅ, ମୋର ସେତିକି ଶକ୍ତି ନାହିଁ ମୁଁ ନିଜକୁ ସଜାଡ଼ିବା ପାଇଁ। ତେବେ ଆଜି ତ ସମୟ ହେଇଯାଇଛି, ଆଜିର ସ୍ୱାଧ୍ୟାୟ ଓ ଆଲୋଚନାକୁ ଆମେ ଏଇଠି ରଖିବା। ବନ୍ଦେ ମାତରମ୍।